ମୋ ନା ଆମୋଦ ଚନ୍ଦ୍ର ବିଶ୍ୱାଳ ହେଉଛି ଯେଉଁଟା ଆଜି ଭାଙ୍ଗିଲେ ସେଇଟା ଗୋଟେ ଏକ ପୋଖରୀ ଥିଲା। ସେ କିଛି ଅସାମାଜିକ ବ୍ୟକ୍ତି ସେମାନେ ସେ ପୋଖରୀକି ପୋତିକି ଏକ ମନ୍ଦିର କରିବା ପାଇଁ ଚାହିଁଲେ, ଯେଉଁଟାକି 2004 ମସିହାରେ ଗୋଟେ ଏଭିକ୍ସନ୍ କରିଥିଲେ ତହସିଲଦାର। ତାପରେ ସେଠି ସେ ଅଣ୍ଡରଟେକିଂ ଲେଖିଥିଲା ଆଉ ସେଠି କିଛି କନଷ୍ଟ୍ରକ୍ସନ୍ କରିବେ ନାହିଁ ବୋଲି, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ପୁଣି ସେ ଜାଗାକୁ ଅକୁପାଏ କରି ଗୋଟେ ମନ୍ଦିର ଆଉ ବାଉଣ୍ଡରୀ ୱାଲ୍ କଲେ, ଯେଉଁଟା ପୁଣି ଫର୍ଦର ପ୍ରୋସିଡ଼ିଂ ହେଇକି ପୁଣି ଫାଇନ୍ କଲେ ଏବଂ ପୁଣି ଏଭିକ୍ସନ୍ ଅର୍ଡ଼ର ହେଲା। ଯେହେତୁ ଗାଁ ଲୋକଙ୍କର ଗୋଟେ ପୋଖରୀ ବ୍ୟବହାର କରୁଥିଲେ ଯେଉଁଟାକି ଆଇନ ବିରୁଦ୍ଧ, ତାଙ୍କୁ ତହସିଲଦାର ମନା କରିବା ମଧ୍ୟ ଏମାନେ ମାନି ନାହାନ୍ତି ସେ କଥାକୁ। ପରବର୍ତ୍ତୀ ସମୟରେ ତାଙ୍କର ଯେତେବେଳେ ଏଭିକ୍ସନ୍ ଅର୍ଡ଼ର ହେଉ ବା ଫାଇନ୍ ହେଉ ବା ୱାରେଣ୍ଟି ଇସ୍ୟୁ ହେଲା ବି ତହସିଲଦାର ୱାରେଣ୍ଟି ଇସ୍ୟୁ କଲେ, ସେସବୁ ସେ ନ ମାନିକି ପୁଣି ଫର୍ଦର ବାଉଣ୍ଡରୀ ୱାଲ୍ ପୁଣି ନୂଆ ଘର ଏସବୁ କରି କରି ଚାଲିଛନ୍ତି। ଏବେ ବି ହାଇକୋର୍ଟ ଅର୍ଡ଼ର ପରେ ମଧ୍ୟ ସେମାନେ ମନ୍ଦିର ଗୋଟେ ଯେଉଁ କାଳି ଘର କରିଛନ୍ତି ତାପରେ ଗୋଟେ ଗମ୍ବୁଜ କରୁଛନ୍ତି, ଯାହାକି ଆଇନ ବିରୁଦ୍ଧ। ତା ସହିତ ଗୋଟେ ପୋଖରୀ ଯେଉଁଟାକି ସର୍ବସାଧାରଣଙ୍କର ଆବଶ୍ୟକ ତାକୁ ପୋତିକି ଏସବୁ କରିବା ଠିକ୍ ନୁହେଁ। ହାଇକୋର୍ଟ ଯେଉଁ ନିଷ୍ପତ୍ତି ଦେଇଛନ୍ତି ତା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ସର୍ବସାଧାରଣଙ୍କର ମଙ୍ଗଳ ଉଦ୍ଦେଶ୍ୟରେ ଏ ଆଇନ କାର୍ଯ୍ୟକାରୀ ହେବା ଦରକାର। ଆଜି ଯଦି ତହସିଲଦାର କିଛି କରିଛନ୍ତି ପର ମୁହୂର୍ତ୍ତରେ ସବୁ ସମ୍ପୂର୍ଣ୍ଣ ଏଭିକ୍ସନ୍ କରିବାଟା ଉଚିତ ଏବଂ ଏକ ଆଦର୍ଶ ପୋଖରୀ କରିବା ପାଇଁ ଗାଁ ତରଫରୁ ଅନୁରୋଧ ରହିବ। ଯେହେତୁ ଏକ ଜଳାଶୟ ଅଛି, ଜଳାଶୟ ତ ପୂର୍ବପୁରୁଷ ଅଛି, ଜଳାଶୟଟାକୁ ପରିବର୍ତ୍ତନ କରିବା ଠିକ୍ ନୁହେଁ। ମନ୍ଦିର କରିବା ପାଇଁ ବିଭିନ୍ନ ଜାଗା ଅଛି, ମନ୍ଦିର କରିପାରିବେ। ତେଣୁକରି ପୋଖରୀକି ପୋତିକି ସବୁ କରିବାଟା ଠିକ୍ ନୁହେଁ ବୋଲି ଭାବୁଛି। ଯେଉଁଟାକି ପୋଖରୀଟା ପାଖ ଲୋକ ଏବଂ ସେଇ ଯେଉଁ ଗୋଟେ ସାହି ଅଛି ସେମାନେ ବ୍ୟବହାର କରୁଛନ୍ତି। ଆପଣ ଅଗ୍ନି ନିର୍ବାପକ ପାଇଁ ମଧ୍ୟ ଏହା ବ୍ୟବହୃତ ହୋଇପାରିବ। ଆଦର୍ଶ ପୋଖରୀ ହେଲେ ସମସ୍ତେ ବ୍ୟବହାର କରିପାରିବେ। ତେଣୁ ଏକ ମହାନ କାର୍ଯ୍ୟକ୍ରମ ହୋଇପାରିବ ଯଦି ଏକ ଆଦର୍ଶ ପୋଖରୀ ହୁଏ। କନଷ୍ଟ୍ରକ୍ସନ୍ ଏଠି ରହିବା କଥା ନୁହେଁ, ସେଇଟା ତ ଆଇନଗତ ନୁହଁ। ଯେହେତୁ ଏକ ଜଳାଶୟ ଜାଗା ସେଠାରେ କୌଣସି କନଷ୍ଟ୍ରକ୍ସନ୍ ରହିବା ଉଚିତ ନୁହେଁ। ଏହାକୁ ଏଭିକ୍ସନ୍ ହେଇଛି କିନ୍ତୁ ସେମାନେ ଆଇନକୁ ମାନି ନାହାନ୍ତି, ଯାହାକି ଆଜି ଏଇଭଳିଆ ପରିସ୍ଥିତି ହେଲା। ନିବେଦନ ଯେହେତୁ ଏହା ମୋ ବ୍ୟକ୍ତିଗତ କଥା ନୁହେଁ, ଏଇଟା ହେଉଛି ଆପଣଙ୍କର ଜଳାଶୟ ରେକର୍ଡ଼ ଅଛି, ତାକୁ ତ କୌଣସି ମତେ ପରିବର୍ତ୍ତନ କରିହେବ ନାହିଁ। ଦେଖନ୍ତୁ ଏଇଟା ମୋର ବ୍ୟକ୍ତିଗତ କଥା ନୁହେଁ, ଏଇଟା ଆମ ବେଲବାଡ଼ି ଗ୍ରାମର। ଏଇଟା ସେଇ କିଛି ଲୋକ ଯେଉଁ ସେଇ ମନ୍ଦିର କରିକି ଏଠି ଇଏ କରୁଛନ୍ତି ହେଲା କି। ଏଇଟା ଗ୍ରାମ କଥା। ମୁଁ ଏକୁଟିଆ କ'ଣ ଏଇ 20,000 ଲୋକ ଅଛନ୍ତି ମୁଁ ଏକୁଟିଆ କେଷ୍ଟା କଲି କି? ଗ୍ରାମରେ 80% ଲୋକ ମୋତେ ସାହାଯ୍ୟ କରିଛନ୍ତି, ଅର୍ଥ ସାହାଯ୍ୟ ମୋତେ ଦେଇଛନ୍ତି।